ନାଇଁ ମୁଁ ତ କହିବି ନିଶ୍ଚୟ ଏହା ଗୋଟେ ଦୁଃଖଦ ଘଟଣା। ଏଭଳି ଅଘଟଣ ଏଇ ନିକଟ ଅତୀତରେ ବି ହେଇନି। ଆମେ ବି ଆଶା କରିବା ଯେତିକି ପ୍ରିଭେଣ୍ଟିଭ ନବା କଥା ନବା। ୟାର କଣ ଭବିଷ୍ୟତକୁ ହବ କୌଣସି ପ୍ରକାର ଆମେ ଚାହିଁବୁନି ଏମିତି ଅଘଟଣ ଭବିଷ୍ୟତରେ ହଉ ବୋଲି। ତେଣୁ ତା ପାଇଁ ଆମର ଗତକାଳଠୁ ପୁଲିସ ଷ୍ଟେପ ନବା କଥା ନେଇଛି। ଇନଭେଷ୍ଟିଗେସନ ତା ବାଟରେ ଚାଲିଛି। ଆମେ ପ୍ରକୃତ ଆସାମୀକି ଗିରଫ ମଧ୍ୟ କରିସାରିଛୁ। ତା ସହିତ ଲୋକମାନଙ୍କର ଯାହା ଡିମାଣ୍ଡ ଥିଲା ସେଥିରେ ବହୁତ ଜେନ୍ୟୁନ୍ ଡିମାଣ୍ଡ ଅଛି। ସେଇ ଅନୁସାରେ ଆଜି କିଛିଟା ଲୋକଙ୍କର ଡିମାଣ୍ଡ ରହିଛି। ଏଠି ମଦ ଗଞ୍ଜେଇ ଯୋଉ ବିକ୍ରି ହଉଛି, ବେଆଇନ ଭାବେ ନିଶା ବିକ୍ରି ଚାଲିଛି, ସେଗୁଡା ଉପରେ ଆକ୍ସନ ନିଆଯିବ। ତା ସହିତ କିଛି ଇଲିଗାଲ ଏନକ୍ରୋଚମେଣ୍ଟ ଅଛି ଯୋଉଠି ଏଇଭଳିଆ କ୍ରିମିନାଲ ଆକ୍ଟିଭିଟି ଯୋଉଠି, ସେଟା ମଧ୍ୟ ଆମେ ଆକ୍ସନ ନଉଛୁ। ସେଇଟା ଆମେ ଆଡମିନିଷ୍ଟ୍ରେସନ ସହିତ କଥା ହେଇଛୁ କେମିତି ଏଭିକ୍ସନ ହବ। ଏଠି ସଫା ହେଇଗଲା ପରେ ଠିକ ଠାକ ରହିବ, ଅନ୍ୟମାନେ ଯେମିତି ଶାନ୍ତି ଶୃଙ୍ଖଳା ରହିପାରିବେ, ଲାଇଟିଂ ଆରେଞ୍ଜମେଣ୍ଟ ଠିକ ରହିବ, ସିସି କ୍ୟାମେରା ଲଗେଇବା, ଯେତେ ପ୍ରକାର ସିକ୍ୟୁରିଟି ମେଜର୍ସ ରହିବା କଥା ଆମେ ତା ଉପରେ ଷ୍ଟେପ୍ ନେବୁ।